ମାଣବସା ମା ଲକ୍ଷ୍ମୀଙ୍କର ଦିନ। ମା ଲକ୍ଷ୍ମୀଙ୍କର ପ୍ରିୟ ଦିନ। ମାଣବସା କେମିତି କରିବା ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ମାଣବସାରେ ପ୍ରଥମେ ଖଟୁଲି କିମ୍ବା ପିଢ଼ା ଯୋଗାଡ଼ କରିବା। ମାର୍ଗଶିର ମାସର ବୁଧବାରରେ ବେଣୀ କିଣିବେ ନାହିଁ, ତା ପୂର୍ବରୁ କିଣିକି ରଖିବେ। ବୁଧବାର ଦିନ ଘରଦ୍ୱାର ଖଟୁଲି ମାଣକୁ ଧୁଆଧୋଇ କରି ରଖିବେ। ଘରଦ୍ୱାର ସଫାସୁତୁରା କରିବେ। ବୁଧବାର ଦିନ ଏହା କଲେ ଭଲ। ବରକୋଳି ପତ୍ର, ଦୁବ, ଆମ୍ବଡାଳ, ଅଁଳା, ମୂଳା, ଗୋଟା କଦଳୀ, ଆଖୁକୁ ଆଣି ଏହିସବୁ ଜିନିଷ ବୁଧବାର ଦିନ ଯୋଗାଡ଼ କରି ରଖିବେ। ଅଁଳା ଗଛରେ ମା ଲକ୍ଷ୍ମୀ ଓ ନାରାୟଣ ବାସ କରନ୍ତି। ଅଧିକାଂଶ ଲୋକ ଝୋଟିକୁ ବୁଧବାର ବା ଗୁରୁବାର ଭୋରରୁ ଦିଅନ୍ତି। ମା ଲକ୍ଷ୍ମୀଙ୍କର ପାଦର ଝୋଟିକୁ ସବୁବେଳେ ଆପଣଙ୍କ ଆଡ଼କୁ ମୁହାଁଇ ପକାଇବେ। ମାନେ ପାଦର ଚିହ୍ନ ଆପଣଙ୍କ ପଟେ ହୋଇଥିବ। ଯେଉଁ ପଟେ ଆପଣ ବହି ରଖି ପଢ଼ିବେ ସାମ୍ନା ପଟେ ପାଦ ହୋଇଥିବା ଦରକାର। ପାଦ ଚିହ୍ନରେ ସିନ୍ଦୁର ଦେବେ। ଖଟୁଲିରେ ଧାନ ରଖିବେ। ତାପରେ ମାଣ ଦେବେ। ମାଣରେ ମଧ୍ୟ ଧାନ ଦେବେ। ମାଣ ଉପରେ ବେଣୀ ରଖିବେ। ହଳଦୀ ପାଣିରେ ଧୋଇ ଗୁଆ 3ଟି ରଖିବେ। କଦଳୀ, ମୂଳା, ଆଖୁ, ଅଁଳା ଡାଳ, ଆମ୍ବପତ୍ର ରଖିବେ। ଫୁଲମାଳ କରିଥିଲେ ତାକୁ ଦେବେ। ତା ଉପରେ ଏକ ସୁନ୍ଦର ନାଲି ରଙ୍ଗର କପଡ଼ା ଘୋଡ଼ାଇ ରଖିବେ। ମା ଲକ୍ଷ୍ମୀଙ୍କୁ ସବୁବେଳେ ଘୋଡ଼ାଇ ରଖିବେ, କାହିଁକି ନା ସେ ଚଞ୍ଚଳା। କେବେ ବି ଖାଲି ରଖିବେ ନାହିଁ। ମା ଲକ୍ଷ୍ମୀଙ୍କୁ ନାଲି ରଙ୍ଗର କପଡ଼ା ଘୋଡ଼ାଇ ରଖିଲେ ସେ ଆପଣଙ୍କ ଘରେ ସ୍ଥିର ହୋଇ ବାସ କରିବେ। ତାପରେ ଦୀପ, ଧୂପ, ଝୁଣା ଦେଇ ମାଙ୍କୁ ପ୍ରାର୍ଥନା କରିବେ। ଦୀପକୁ ସର୍ବଦା ଆପଣ ଡାହାଣ ପଟେ ଅର୍ଥାତ୍ ଅଗ୍ନିକୋଣରେ ରଖିବେ। ବାମ ପଟେ କଳସ ରଖିବେ। କଳସ ପାଖରେ ଦୀପ ଭୋଗ ରଖିବେ। ଦୀପ ପାଖରେ ଭୋଗ ରଖିବେ। ମାଙ୍କ ପାଖରେ ଭୋଗ ଲଗାଇବେ। ପ୍ରଥମେ କଳସ ପାଖରେ ଭୋଗ ଲଗାଇବେ, ତାପରେ ଦୀପ ପାଖରେ ଭୋଗ ଲଗାଇବେ ଏବଂ ଶେଷରେ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାଇବେ। ମାଙ୍କ ନାମ ନେଇ ଆପଣ ଭୋଗ ଲଗାଇ ପାରିବେ। ମୂର୍ତ୍ତି ରଖିଥିଲେ ତାଙ୍କୁ ମଧ୍ୟ ହଳଦୀ ପାଣିରେ ଗାଧେଇ ନୂଆ ବସ୍ତ୍ର ପିନ୍ଧାଇ ପୂଜା କରିବେ। ଯଦି ଆପଣଙ୍କ ପାଖରେ ଗଜ ବା ହାତୀ ଅଛି ତାକୁ ମଧ୍ୟ ହଳଦୀ ପାଣିରେ ଗାଧୋଇ ମାଙ୍କ ଦୁଇ ପାର୍ଶ୍ୱରେ ରଖିପାରିବେ। ପୂଜା କରି ସାରିବା ପରେ ଆଳତି ଦେଇ ମାଙ୍କୁ ନମସ୍କାର କରିବେ। ତାପରେ ସୂର୍ଯ୍ୟଦେବଙ୍କୁ ପାଣି ଦେବେ। ତାପରେ ଆପଣ ପୂଜା ସରିଲା ପରେ ଭୋଗ ଖାଇପାରିବେ। ଏହି ଭୋଗକୁ ଆପଣ ପରିବାର ସହ ଖାଇପାରିବେ। ଅନ୍ୟକୁ ଏହି ଭୋଗ ଦେବେ ନାହିଁ। ଏହା ଥିଲା ସକାଳର ମା ଲକ୍ଷ୍ମୀଙ୍କର ପୂଜା। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।